ଜଗନ୍ନାଥଙ୍କ ଭିତରେ ଆନନ୍ଦ ନାହିଁ, ଏ କଥାଟି ବୁଝନ୍ତୁ ବହୁତ କ୍ଲିଅରଲି। ସ୍ତ୍ରୀ ଯଦି ଆଜି କହିଦେଲା ଆପଣଙ୍କୁ ନା କି ଚାଲ ମୋ ଗୋଡ଼ ମୋଡ଼ି ଦିଅ, ଗୋଡ଼ ମୋଡ଼ିଦେଲେ ତୁମେ ଯାହା ଚାହୁଁଛ ରାତିରେ ତୁମକୁ ମିଳିବ। ଆପଣ ବୁଝିସାରିଥିବେ ଭିତରକୁ ମୁଁ ଯିବି ନାହିଁ ଏତେ କଥା। ତେଣୁକରି ଆପଣ ବାଧ୍ୟ ସ୍ତ୍ରୀର ଗୋଡ଼ ମୋଡ଼ିବା ପାଇଁ ବି, ଇଚ୍ଛା ନଥିଲେ ବି, କାହିଁକି ରାତିରେ ସେ ଜିନିଷ ମିଳିବ ଆପଣଙ୍କୁ। ସିମ୍ପଲ୍ କଥା। ଯେମିତି ଆହାର ସେମିତି ବ୍ୟବହାର, ଯେମିତି ପାଣି ସେମିତି ବାଣୀ, ଯେମିତି ଅନ୍ନ ସେମିତି ମନ। ସାତ୍ଵିକ ଯଦି ପ୍ରସାଦ ପାଇବେ ତାହେଲେ କିଛି ଅସୁବିଧା ହେବନି। ଏ କଥାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଯଦି ବାନ୍ଧି ଦେବେ ନା, ଆପଣଙ୍କୁ କେହି ନଚେଇ ପାରିବେନି, କେହି ୟୁଜ୍ କରିପାରିବେନି। ୟୁଜ୍ କେମିତି କରନ୍ତି ଆଜ୍ଞା? ଯେମିତି ଗଦ ଥାନାରେ ଗାଜର ବାନ୍ଧିଦେଲା ମାନେ ସିଏ ହଲି ହଲିକି ଯିବ ସେ ଗାଜର ପଛରେ। ଯେ ମୋର ଲୀଳା ସମସ୍ତଙ୍କ ପାଇଁ, କିନ୍ତୁ ମାନେ ବୁଝିଦିଅନ୍ତୁ, ମୋର ଲୀଳା ସତଗୁଣୀ, ରଜଗୁଣୀ ଆଉ ତମଗୁଣୀ ଲୋକ ସମସ୍ତଙ୍କ ପାଇଁ। କିନ୍ତୁ ସତଗୁଣରେ ଥିବା ଲୋକ ହିଁ, ଜୀବ ହିଁ ମୋର ଲୀଳାକୁ ଜାଣିପାରିବ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ଏ କିଏ ଗାଡ଼ି ଚଳିଲାଣି ଯାଇ ସାର୍ ତ ଏମ ବଡ଼ ଭାଇ ହେଇଥିବ ଗାଡ଼ି ଚଲଉଥିବ। ତ ପ୍ରତ୍ୟେକ ଜୀବ ସେ ପଶୁ ହେଉ, ପଶୁ ଯୋନିରେ ହେଉ, ପକ୍ଷୀ ଯୋନିରେ ହେଉ, ଦେବୀ ଦେବତା ହେଉ, ମନୁଷ୍ୟ ହେଉ, 84 ଲକ୍ଷ ଯୋନି ଯେତିକି ବନା ହେଇଛି, ସମସ୍ତେ ନିରନ୍ତର ଭାବରେ ପ୍ରତି ମୁହୂର୍ତ୍ତରେ, ପ୍ରତି ସେକେଣ୍ଡରେ କେବଳ ଗୋଟିଏ ଜିନିଷ ଚାହାନ୍ତି, ଆଉ ସେଇଟା ହେଉଛି ଆନନ୍ଦକୁ ପ୍ରାପ୍ତ କରିବା। ପ୍ରତିଟି ଜିନିଷରେ ଆନନ୍ଦ। ଆପଣ ବୁଝୁଥିବେ ଆନନ୍ଦ କ'ଣ? ଆଚ୍ଛା ଠିକ୍ ଅଛି, ଏତେ ଉପରକୁ ଯିବାନି, ତଳିଆ କରିଦେଉଛି। ଖୁସିକୁ ଚାହାନ୍ତି। ଖୁସି ମାନେ କେଉଁ ଝିଅ ନୁହେଁ ଆଜ୍ଞା, ମଜା, ଯେଉଁଟା ଏନ୍ଜୟମେଣ୍ଟ ଆପଣ ଯେଉଁଟା ଆପଣ ଭାଷାରେ କୁହନ୍ତି, ଚାଲନ୍ତୁ ତାକୁ ହିଁ ଧରି ନେବା। ମଜା ଚାହୁଁଛନ୍ତି, କିନ୍ତୁ କ'ଣ ଆଜ୍ଞା ସବୁବେଳେ ମିଳୁଛି? ଦେଖିଲେ, ଆପଣଙ୍କୁ ଇଚ୍ଛା ହେଉଛି ରସଗୋଲା ଖାଇବା ପାଇଁ। ପାହାଡ଼ ଗଲେ କିମ୍ବା ପାହାଡ଼ରୁ ରସଗୋଲା ମଗାଇଦେଲେ, ରସଗୋଲା ଆଇଲେ, ବାପାଙ୍କୁ କହିଦେଲେ, ବାପା ଆଣି ଆଇଲେ, କିମ୍ବା ସାଙ୍ଗ ଦ୍ୱାରା ଆଣି ଆଇଲେ, କିମ୍ବା ଏଇ ଯେଉଁ ଆମର ଅଛି ଅନଲାଇନ୍ ଫୁଡ଼୍ ଡେଲିଭରି ସିଷ୍ଟମ୍, ମଗାଇଦେଲେ, କିମ୍ବା ନିଜେ ଗଲେ, ମିଠା ଖାଇଲେ, 2ଟା ଖାଇଲେ, 3ଟା ଖାଇଲେ, ମଜା ଲାଗୁଛି, 4ଟା ଖାଇଲେ, ମଜା ଲାଗୁଛି, 5ଟା ଖାଇଲେ, ମଜା ଲାଗୁଛି, 10ଟା ଖାଉ ଥାଉ, ଆଉ ଖାଇ ହେବ ନାହିଁ। ଆରେ ଏବେ ବା ମଜା ଲାଗୁଥିଲା, ଏବେ ମଜା ଲାଗୁଥିଲାଟି, କେମିତି କମିଗଲା ସେ ମଜାଟି? କେବେ ଚିନ୍ତା କରିଛନ୍ତି କାହିଁକି କମିଯାଉଛି? ଗୋଟେ ଛୁଆ ତା ମାଆଠୁ ଅଲଗା ହେଇଯାଇଥିଲା, ମାନେ ଘରୁ ମାମୁଁ ଘରକୁ ପଳେଇଛି, 10 ଦିନ ପରେ ଆଇଲା, ମାଆଟି ଭାରି ବିକଳ, ଛୁଆ ସହିତ ଖେଳିବି, ତାକୁ ଛାତିରେ ଲଗେଇବି। ଯେବେ ଦେଖା ହେଲା, ଛୁଆକୁ ଛାତିରେ ଲଗେଇଲା, ଛୁଆଟି କଷ୍ଟ ପାଉଛି, ମା ଛାଡ଼େ, ମା କହୁଛି ରହ, ମୋତେ ଟିକେ ଶାନ୍ତି ମିଳୁଛି, ମୋତେ ସୁଖ ମିଳୁଛି, ମୋତେ ମଜା ମିଳୁଛି। କୁଣ୍ଡେଇଲା, 2 ମିନିଟ୍ ଗଲା, ଆଉ ଥରେ କୁଣ୍ଡେଇଲା, ମା ଏବେ ଧୀରେ କୁଣ୍ଡଉଛି, ପୁଣି 2 ମିନିଟ୍ ଗଲା, ଆଉ ଟିକେ କୁଣ୍ଡେଇଲା, ଆଉ 2 ମିନିଟ୍ ପରେ ସୁଖ ଆଉ ଟିକେ କମିଗଲା, ଆଉ 2 ମିନିଟ୍ ପରେ ମା କହୁଛି ଛୁଆକୁ ଯା ଖେଳିବୁ, ଯା, ହେଇଗଲା। ଛୁଆ ଭାବୁଛି ମା ତ ଏବେ ମୋତେ କୁଣ୍ଡଉଥିଲା, ଏବେ କ'ଣ କହୁଛି ଯା ଖେଳିବା ଯା? ଛୁଆ କହୁଛି ନାଇଁ ମୋତେ ଆହୁରି କୁଣ୍ଡଉନୁ, କୁଣ୍ଡା ବଢ଼ିଆ ଲାଗୁଛି। ମା କହୁଛି ଯା ତୁ ଖେଳିବୁ, ଯା, ମୋତେ ରୋଷେଇ ବୋଷେଇ କରିବାର ଅଛି। ଏ ସୁଖ କୁଆଡ଼େ କେମିତି ଗଲା ଆଜ୍ଞା? ଉଭେଇ ଗଲା, ସରିଗଲା। ଏ ସୁଖ ବାରମ୍ବାର କମ୍ କାହିଁକି ହେଇଯାଉଛି ଆଜ୍ଞା? କେଉଁ ଚିନ୍ତା କରିଛନ୍ତି? କାହିଁକି ନା ଏଠି ସବୁ ଜିନିଷ ଟେମ୍ପୋରାରୀ। ତେଣୁକରି ଏଇ ଯେଉଁ ଆମେ ଜିନିଷକୁ ଖୋଜୁଛନ୍ତି, ଇଏ ଆକ୍ଚୁଆଲି ଆମେ ଆନନ୍ଦକୁ ଖୋଜୁଛନ୍ତି, ଯାହାର ଧୋକାରେ ଆମେ ରହୁଛନ୍ତି, ଯେଉଁଟା ଆମକୁ ଲାଗୁଛି ମଜା, ନହେଲେ ସୁଖ ଯେଉଁଟାକୁ କହୁଛନ୍ତି। ଆମେ ଆନନ୍ଦ କାହିଁକି ଚାହୁଁଛନ୍ତି ଆଜ୍ଞା? କାହିଁକି ନା ଇଏ ହେଉଛି ଆମର ଗୁଣ, ଆମର ନେଚର। ଯେମିତି ପାଣିର ଗୁଣ କ'ଣ ଆଜ୍ଞା? ଓଦା କରିବା। ସିଏ କଠିନ ଅବସ୍ଥାରେ ରହୁ, ବାଷ୍ପୀୟ ଅବସ୍ଥାରେ ରହୁ, କିମ୍ବା ତରଳ ଅବସ୍ଥାରେ ରହୁ, ଓଦା କରିବାଟା ଥୟ।
ସେଇଭଳିଆ ଆଜ୍ଞା ଆମେ କିଏ, ଆପଣ କିଏ? ମୁଁ 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 ରମେଶ, ଆପଣ କିଏ? ମୁଁ 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 ରାମ। ଆରେ ନାଇଁ ନାଇଁ ଆଜ୍ଞା, ମୁଁ ଆପଣଙ୍କ ଦେହ କଥା କହୁନାହିଁ। ଆପଣ କିଏ? ଆପଣ ତ ଆପଣଙ୍କ ଦେହର ନାଁ କହୁଛନ୍ତି। ଏ ଜନ୍ମରେ ଆପଣ ରାମ ଥିଲେ, ପୂର୍ବ ଜନ୍ମରେ ଆପଣ ଶନି ଥିବେ, ତା ପୂର୍ବ ଜନ୍ମରେ ଆପଣ ଗୋବିନ୍ଦ ଥିବେ, ତା ପୂର୍ବ ଜନ୍ମରେ ଆପଣ ଝିଅ ଥିବେ, ବନ୍ଦିତା, କିଛି ବି ହେଇପାରେ। ଇଏ ତ ଚେଞ୍ଜ ହେଉଛି ନା। ଆପଣ କିଏ? ସିମ୍ପଲ କଥା, ଆତ୍ମା। ଯେହେତୁ ଆମେ ଆତ୍ମା, ଆମର ସମ୍ପର୍କ କାହା ସହିତ? ପରମାତ୍ମା ସହିତ, ଅର୍ଥାତ୍ ଭଗବାନଙ୍କ ସହିତ, ଅର୍ଥାତ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ, ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ, ଅର୍ଥାତ୍ ଯେକୌଣସି ବିଷ୍ଣୁ ତତ୍ତ୍ୱ, ମହାପ୍ରଭୁ ଶ୍ରୀରାମ, ମହାପ୍ରଭୁ ନୃସିଂହନାଥ, ଏମାନଙ୍କ ସହିତ ଅଛି। ଆଙ୍କ ସହିତ ଆମର ସମ୍ପର୍କ ଅଛି। ଆଉ ଶାସ୍ତ୍ର, ବେଦ, ପୁରାଣ, ସମସ୍ତ ଭକ୍ତ, ଯେତିକି ଶୁଦ୍ଧ ଭକ୍ତ, ଯିଏ ଭଗବାନଙ୍କୁ ଜାଣିଛନ୍ତି, ସିଏ କହୁଛନ୍ତି ଯେ ଆନନ୍ଦମ୍ ବ୍ରହ୍ମେତି ବ୍ରଜାନାଥ। ଆନନ୍ଦର ଅର୍ଥାତ୍ ହେଉଛି କେବଳ କୃଷ୍ଣ, କେବଳ ଜଗନ୍ନାଥ। ସିଏ ସମ୍ପୂର୍ଣ୍ଣ ରୂପରେ ଆନନ୍ଦରେ ତିଆରି। ଯେମିତି ଆଜ୍ଞା ରସଗୋଲାଟି ଆଜ୍ଞା କେଉଁଥିରେ ତିଆରି ହେଇଛି? ଛେନାରେ ନା। ସମ୍ପୂର୍ଣ୍ଣ ରୂପରେ ସେ ଛେନାରେ ତିଆରି ହେଇଛି। ତା ଭିତରେ ଛେନା ନାହିଁ, ସେ ପୁରା ହିଁ ଛେନାରେ ତିଆରି। ସେଇଭଳିଆ ଆଜ୍ଞା ଜଗନ୍ନାଥଙ୍କ ଭିତରେ ଆନନ୍ଦ ନାହିଁ, ଏ କଥାଟି ବୁଝନ୍ତୁ ବହୁତ କ୍ଲିଅରଲି। ଜଗନ୍ନାଥଙ୍କ ଭିତରେ ଆନନ୍ଦ ନାହିଁ, ତାଙ୍କର ପୁରା ଶରୀରଟା ହିଁ ଆନନ୍ଦ। ଆନନ୍ଦ ଆଉ ଜଗନ୍ନାଥ, ଆନନ୍ଦ ଆଉ କୃଷ୍ଣ, ଆନନ୍ଦ ଆଉ ରାମ, ୟା ଭିତରେ କିଛି ଫରକ ନାହିଁ। ଏ ଦୁଇ ଜଣ ପର୍ଯ୍ୟାୟବାଚୀ ଶବ୍ଦ, ଯେଉଁଟା କୁହନ୍ତି ପ୍ରତିଶବ୍ଦ। ଯେମିତି ସୂର୍ଯ୍ୟର ପ୍ରତିଶବ୍ଦ କ'ଣ? ରବି। ସେଇଭଳିଆ ଆଜ୍ଞା ଜଳର ନୀର, ସେଇଭଳିଆ। ସେମିତି ଜଗନ୍ନାଥଙ୍କର ପ୍ରତିଶବ୍ଦ ଆନନ୍ଦ, ଆନନ୍ଦର ପ୍ରତିଶବ୍ଦ ରାମ, ରାମର ପ୍ରତିଶବ୍ଦ କୃଷ୍ଣ, କୃଷ୍ଣର ପ୍ରତିଶବ୍ଦ ଭଗବାନ। ଏ ଜିନିଷକୁ ବୁଝନ୍ତୁ ଆଜ୍ଞା। ଯିଏ ଭକ୍ତ ସେ ଜାଣିଛି, ଆଉ ଯିଏ ନୂଆ ନୂଆ ଶୁଣୁଥିବ ତାକୁ ଟିକେ ଅସୁବିଧା ଲାଗୁଥିବ। ପ୍ରତ୍ୟେକ ସାଙ୍ଗ ଅଛନ୍ତି ଯେତିକି କମେଣ୍ଟ କରୁଛନ୍ତି, ପ୍ରଥମ ଥର ପାଇଁ ଭାଇ ତୁମେ ଯାହା କହୁଛ ବୁଝି ହେଉନି ଠିକ୍ସେ। ହେବନି ଆଜ୍ଞା, ହେବନି। ନୂଆ ନୂଆ ଯେତେବେଳେ ଆପଣ କୌଣସି ବି ଜ୍ଞାନ ନେଉଥିବେ, ପାଠ ପଢ଼ୁଥିବେ, ଆପଣଙ୍କୁ ଅସୁବିଧା ଲାଗୁଥିବ। ଏଥିରେ ଆପଣଙ୍କ ଭୁଲ ନାହିଁ ଆଜ୍ଞା। ଧୀରେ ଧୀରେ ଶୁଣିବା ଆରମ୍ଭ କରନ୍ତୁ, ସତ୍ସଙ୍ଗ କରନ୍ତୁ, ସବୁ ଠିକ୍ ହେଇଯିବ। ବଡ଼ କଥା ନାହିଁ, କାରଣ ନୂଆ ନୂଆ ଶୁଣୁଛନ୍ତି ନା ଆପଣ। ଆଉ ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ଆପଣ ଶୁଣୁଛନ୍ତି କାନରେ, ଧୀରେ ଧୀରେ ଆପଣଙ୍କର ଖାଇବାଟାକୁ ଚେଞ୍ଜ କରିବେ, ମଡ୍ୟୁଲକୁ ଚେଞ୍ଜ କରିବେ, ଡାଏଟ୍କୁ ଚେଞ୍ଜ କରିବେ, ପଥ୍ୟକୁ ଚେଞ୍ଜ କରିବେ ଆଜ୍ଞା। ଯଦି ଆମିଷ ଖାଉଥିବେ ଏକାଥରେ ତ ଛାଡ଼ିପାରିବେନି, ଧୀରେ 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 ଅଭ୍ୟାସ କରିକି ଛାଡ଼ିବେ। ପିଆଜ ରସୁଣ ଖାଉଥିବେ, ଧୀରେ 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 ଅଭ୍ୟାସ କରିକି ଛାଡ଼ିବେ। ଯଦି ଆପଣ ଜୀବନକୁ ଜାଣିବା ପାଇଁ ଚାହୁଁଛନ୍ତି ଆଜ୍ଞା, ଯଦି ଫାଇନାଲି ଆପଣ ଆନନ୍ଦକୁ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କରିବାକୁ ହିଁ ପଡ଼ିବ ଆଜ୍ଞା। ମୁଁ କାହିଁକି ଖାଇବାକୁ ବାରମ୍ବାର କହୁଛି ଆଜ୍ଞା? କାହିଁକିନା ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାରମ୍ବାର କହୁଛନ୍ତି, ଭାଗବତରେ କହୁଛନ୍ତି ଯେ ମୋର ଲୀଳା ସମସ୍ତଙ୍କ ପାଇଁ, କିନ୍ତୁ ମାନେ ବୁଝିଦିଅନ୍ତୁ, ମୋର ଲୀଳା ସତଗୁଣୀ, ରଜଗୁଣୀ ଆଉ ତମଗୁଣୀ ଲୋକ ସମସ୍ତଙ୍କ ପାଇଁ, କିନ୍ତୁ ସତଗୁଣରେ ଥିବା ଲୋକ ହିଁ, ଜୀବ ହିଁ ମୋର ଲୀଳାକୁ ଜାଣିପାରିବ ଆଜ୍ଞା, ମହାପ୍ରଭୁ କହୁଛନ୍ତି। ତେଣୁକରି ସତଗୁଣରେ ରହିବାକୁ ହେଲେ, ସତଗୁଣରେ ରହିବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ ଆଜ୍ଞା? ଆମ ଦେହଟାକୁ, ଆମ ମନଟାକୁ, ଦେହ ମନ ବହୁତ ଭିତରି କଥା, ସେ ଭିତରିଆ ସାଇନ୍ସ ପରେ କଥା ହେବା ତା ବିଷୟରେ। ଆମ ଦେହକୁ, ଆମ ମନକୁ ସତଗୁଣୀ କରିବାକୁ ହିଁ ପଡ଼ିବ। ତା ପାଇଁ କ'ଣ ଆଜ୍ଞା? ଖାଦ୍ୟ ପେୟରେ ଆମକୁ ଚେଞ୍ଜ ହେବାକୁ ପଡ଼ିବ। ଯେମିତି ଆହାର ସେମିତି ବ୍ୟବହାର, ଯେମିତି ପାଣି ସେମିତି ବାଣୀ, ଯେମିତି ଅନ୍ନ ସେମିତି ମନ। ସାତ୍ଵିକ ଯଦି ପ୍ରସାଦ ଖାଇବେ, ପ୍ରସାଦ ପାଇବେ, ତାହେଲେ କିଛି ଅସୁବିଧା ହେବନି। ତାମସିକ ରାଜସିକ ଗୁଣକୁ ଯିବେ ମାନେ ଭଗବାନ ଆପଣଙ୍କଠୁ ଦୂରେଇକି ଯିବେ, ଧୀରେ ଧୀରେ ଦୂରେଇ ଯିବେ ନା, ସିଧା କଥା। ଆପଣ ସୁଖ ଚାହୁଁଛନ୍ତି, ଠିକ୍ କଥା। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କୁ ସୁଖ ମିଳିନାହିଁ। କେମିତି ମିଳିବ? କାହିଁକିନା ଭଗବାନ ଶ୍ରୀକୃଷ୍ଣ, ଆଚ୍ଛା ଭଗବାନ ଶ୍ରୀକୃଷ୍ଣ କ'ଣ କହୁଛନ୍ତି ସେଟା ପରେ ଜାଣିବା। ଆଉ ଟିକେ ସିମ୍ପଲ୍ କରିଦେଉଛି। ଆପଣଙ୍କୁ ଦରକାର ଚିନି, ଏଇଟା ଏକ୍ଜାମ୍ପଲ୍ ମୁଁ ଆଗରୁ ବି ଦେଇଛି। ଆପଣଙ୍କୁ ଦରକାର ଚିନି, ଆପଣ ଯାଇଛନ୍ତି ଗୋଟେ ଆଳୁ ଗୋଦାମକୁ। ଆଳୁ ଗୋଦାମରେ ଯାଇକି ପଚାରିଲେ, ସେଠି ଆଳୁ ଭରିକି ଅଛି, କହିଲେ ଯେ ଆଳୁ ଗୋଦାମରେ ଅଛି ଦୋକାନୀ, ଚିନି କିଲେ ଦିଅ। ସିଏ ଆଶ୍ଚର୍ଯ୍ୟ ହେଇଯିବ, ସିଏ କହିବ ଆଜ୍ଞା ଚିନି ମିଳିବ ନାହିଁ ଏଠି, ଏଠି କେବଳ ଆଳୁ ହିଁ ଆଳୁ ଅଛି, ଚିନି ନାହିଁ। ଆପଣ ମାଗିଲେ ହିଁ ମୁଁ ଦେଇପାରିବିନି ଆଜ୍ଞା। ଚିନି ପାଇଁ ଆପଣଙ୍କୁ ଚିନି ଦୋକାନ କିମ୍ବା ଚିନି ଗୋଦାମକୁ ଯିବା ପାଇଁ ପଡ଼ିବ।
ଯଦି ପୁଣି ଆପଣ ଆଳୁ ମାଗିଲେ ଲୋକମାନେ ଆପଣଙ୍କୁ କ'ଣ କହିବେ? ଇଏ ବୁଝିପାରୁନି ଏହି ଜିନିଷଟା। ସେଇଭଳିଆ ଜିନିଷଟା ହେଉଛି ଏଇଆ। ଆମେ ବୁଝିପାରୁନାହାନ୍ତି। ଆମେ ଚାହୁଁଛନ୍ତି ସୁଖ, କିନ୍ତୁ ସୁଖ ଏ ଭୌତିକ ଜଗତରେ, ଏ ବ୍ରହ୍ମାଣ୍ଡରେ ନାହିଁ। ବ୍ରହ୍ମଲୋକ ପର୍ଯ୍ୟନ୍ତ ନାହିଁ। ବ୍ରହ୍ମଲୋକରୁ ପାତାଳ ଲୋକ ପର୍ଯ୍ୟନ୍ତ ଏ 14 ଭୁବନରେ ସୁଖ ନାହିଁ। ଏ କଥାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଯଦି ବାନ୍ଧି ଦେବେ ନା, ଆପଣଙ୍କୁ କେହି ନଚେଇ ପାରିବେନି, କେହି ୟୁଜ୍ କରିପାରିବେନି। ୟୁଜ୍ କେମିତି କରନ୍ତି ଆଜ୍ଞା? ଯେମିତି ଗଦ ଥାନରେ ଗାଜର ବାନ୍ଧିଦେଲା ମାନେ ସିଏ ହଲି 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 ହଲିକି ଯିବ ସେ ଗାଜର ପଛରେ, ସେଇଭଳି ଆଜ୍ଞା ଆମେ ଏଇଥିପାଇଁ ଅନ୍ୟ ସାମ୍ନାରେ ୟୁଜ୍ ହେଇଯାଆନ୍ତି, କାହିଁକିନା ଆମେ ସୁଖ ଚାହାନ୍ତି। ଆମର ଦରକାରୀ ଜିନିଷଟା ହେଉଛି ସୁଖ ଚାହାନ୍ତି। ସ୍ତ୍ରୀ ଯଦି ଆଜି କହିଦେଲା ଆପଣଙ୍କୁ ନା କି ଚାଲ ମୋ ଗୋଡ଼ ମୋଡ଼ି ଦିଅ, ଗୋଡ଼ ମୋଡ଼ିଦେଲେ ତୁମେ ଯାହା ଚାହୁଁଛ ରାତିରେ ତୁମକୁ ମିଳିବ। ଆପଣ ବୁଝିସାରିଥିବେ ଭିତରକୁ ମୁଁ ଯିବି ନାହିଁ ଏତେ କଥା। ତେଣୁକରି ଆପଣ ବାଧ୍ୟ ସ୍ତ୍ରୀର ଗୋଡ଼ ମୋଡ଼ିବା ପାଇଁ ବି, ଇଚ୍ଛା ନଥିଲେ ବି, କାହିଁକି ରାତିରେ ସେ ଜିନିଷଟା ମିଳିବ ଆପଣଙ୍କୁ। ସିମ୍ପଲ୍ କଥା। ଛୋଟ ଛୁଆର ଇଚ୍ଛା ନାହିଁ ଆଜ୍ଞା ପାଠ ପଢ଼ିବା ପାଇଁ, କିନ୍ତୁ ବାପା କହିଛନ୍ତି ଘଣ୍ଟାଟେ ବହି ଧରିକି ବସିବୁ। ଘଣ୍ଟାଟେ ବହି ଧରିକି ବସିଲେ ତୋତେ କାଲି ଖେଳନା ଅଣାହେବ, ନହେଲେ ଅଣାହେବନି। ନହେଲେ ତ ଯାତ୍ରା ବୁଲିବା ପାଇଁ ନିଆ ହେବନି, ମେଳାକୁ ତୋତେ ନିଆ ହେବନି। ସିଏ ବାଧ୍ୟ ହେଇକି ବସିବ ଆଜ୍ଞା। କାହିଁକି? ତାକୁ ମେଳା ଯିବାର ଅଛି। ଆରେ ମେଳାରୁ କ'ଣ ମିଳିବ ତାକୁ? ସେଇ ଜିନିଷଟା ତ ସିଏ ବୁଝିପାରୁନି। ମେଳା ଯିବା ତା ଟାର୍ଗେଟ୍ ନୁହେଁ। ତାର ଟାର୍ଗେଟ୍ ହେଉଛି ମେଳାରେ ଯାଇକି ଆନନ୍ଦକୁ ଖୋଜିବା। ଆନନ୍ଦମ୍ ବ୍ରହ୍ମେତି ବ୍ରଜାନାଥ ଆରମ୍ଭରୁ କହିଛି। ମନ ଆମକୁ ଭ୍ରମିତ କରୁଛି। ଛୁଆବେଳୁ ଜନ୍ମ ହେବା ବେଳୁ ଆମେ ଗୋଟିଏ ଜିନିଷ ଖୋଜି ଆସୁଛନ୍ତି ଆଜ୍ଞା, ଆନନ୍ଦ 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 ଆନନ୍ଦ। ଯେତେବେଳେ ଛୋଟ ଛୁଆଟି ଜନ୍ମ ହୁଏ ସ୍ଥଳ ବିଶେଷରେ, କେହି କେବେ ହସିବାର ଦେଖିଛନ୍ତି ଆଜ୍ଞା? ଆଉ ଯିଏ ରାକ୍ଷସ ଅଛି ଯେମିତିକି ମେଘନାଦ, ସିଏ ହସୁଥିଲା, ସିଏ ଅଲଗା ଜିନିଷ। କିନ୍ତୁ ସ୍ଥଳ ବିଶେଷ ଜଣେ ମନୁଷ୍ୟ, ଗୋଟେ ସାମାନ୍ୟ ଜୀବ, କେବେ ହସିବନି ଆଜ୍ଞା, କାନ୍ଦିବ। କାହିଁକି? ସିଏ ସୁଖ ଚାହୁଁଥିଲା। ଏ ବାହାରକୁ ବାହାରୁ ତାକୁ କ'ଣ ମିଳୁଛି? ଏସବୁ ଦୁଃଖ, ଏସବୁ ହଟାଅ। ସେ କିଛି ବୁଝିପାରୁନି। ମା ପେଟରେ ସେ କେତେ ଦୁଃଖ ଭୋଗିଥିଲା ଆଜ୍ଞା। ତେଣୁକରି ବାହାରୁ ଆସି ସେ କାନ୍ଦୁଛି, ତାକୁ କଷ୍ଟ ହେଉଛି। ସେ ମା ପେଟର କଷ୍ଟ କ'ଣ ଆଜ୍ଞା ଭାଗବତ କହିବ। ଏଥିରେ ତ କହିହେବନି, ଆଉ ଗୋଟେ ଭିଡ଼ିଓରେ ଆମେ କଥାବାର୍ତ୍ତା କରିବା। ମା ପେଟର କଷ୍ଟ ଆଜ୍ଞା ଆପଣ ଜାଣିପାରିବେନି। ସୁଖ ବୋଲି ଲାଗୁଛି ନା ଆପଣଙ୍କୁ? ଭଗବାନ କହିଦେଲେ ଗୀତାରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍। ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ଚାରିଟା ହେଉଛି ଦୁଃଖ। ମା ପେଟର ଦୁଃଖ ଜାଣିନାହାନ୍ତି ଆଜ୍ଞା। କୁର୍ମୀ କେଉଁ ଭଳିଆ କାମୁଡ଼ନ୍ତି। ଟିକିଏ ଖାଲି କହିଦେଉଛି ଆପଣଙ୍କୁ, ଯଦି 5 ମିନିଟ୍ ଯଦି ଆପଣଙ୍କୁ ଟଏଲେଟ୍ ଭିତରେ ପାଇଖାନାରେ ବନ୍ଦ କରି ରଖିଦିଆହେବ, ଆପଣ କହିବେ କ'ଣ ଏମିତି ହେଉଛି, ଖୋଲ ଖୋଲ ଖୋଲ, ଯଦି ରହିବନି ଏଠି। ଆରେ 10 ମାସ 10 ଦିନ ଏମିତି ଓକୁଡ଼ୁ ହେଇକି ମା ପେଟରେ ଆପଣ ଥିଲେ। ଗୋଟେ ପଟେ ମୂତ୍ରାଶୟ, ଗୋଟେ ପଟେ ମଳାଶୟ। ସେଇ ମୂତ୍ରାଶୟ ମଳାଶୟରୁ କୁର୍ମୀ ଆସିକି ଆପଣଙ୍କୁ କାମୁଡ଼ନ୍ତି। ସେ କୁର୍ମୀମାନଙ୍କୁ ଭାଗବତରେ କୁହାଯାଇଛି ସହୋଦର। ଆପଣଙ୍କର ସେ ସହୋଦର ଥିଲେ। ନିଶ୍ଚିତ ଭାବରେ କେତେ କଷ୍ଟ ଆପଣ ଭୋଗିଛନ୍ତି ଆଜ୍ଞା। ବେହୋସ ବାରମ୍ବାର ହେଇଛନ୍ତି। ମା ଯେତେବେଳେ ଟିକେ ଖଟା ତୀଖା ଖାଇଦିଏ, ଆପଣଙ୍କର ଶରୀର ଚମଡ଼ାରେ ଘୋଡ଼େଇ ହେଇନଥାଏ ନା, ଖାଲି ମାଂସ ପିଣ୍ଡୁଳା ଥାଏ। ଲୁଣିଆ ଖଟା ହେଲା ମାନେ ଆପଣଙ୍କ ଦେହକୁ ସେ ବାଜିଲା ମାନେ ବହୁତ କଷ୍ଟ ହୁଏ। ଆପଣ କହନ୍ତି ମା ଖାଆନି ଖାଆନି, କିନ୍ତୁ ମା କିଛି ବୁଝିପାରେନି, ସେ ଖାଇଚାଲେ। ଆପଣଙ୍କୁ କଷ୍ଟ ହେଉଥାଏ। ଆପଣ ସେଇ ଅନ୍ଧାର ପେଟ ଭିତରେ ବାରମ୍ବାର ଚିଲ୍ଲାନ୍ତି। ଆପଣଙ୍କ ଭଏସ୍ ଟିକେ ବେଳ ଇକୋ ହୁଏ, ପ୍ରତିଧ୍ୱନିତ ହୋଇ ପୁଣି ଫେରିଆସେ। ଆପଣ ସେଇଠି ବେହୋସ ହେଉଥାନ୍ତି, ପୁଣି ଉଠୁଥାନ୍ତି, ବେହୋସ ହେଉଥାନ୍ତି, ପୁଣି ଉଠୁଥାନ୍ତି। ଏତେ ପରେ ବି ଆମେ ସମସ୍ତଙ୍କୁ ଭୁଲି ଯାଇଥାନ୍ତି ପୂର୍ବଜନ୍ମରେ କାହାକୁ କ'ଣ କରିଥିଲେ, କିନ୍ତୁ କେବଳ ଆମେ ସେ କୃଷ୍ଣ ଜଗନ୍ନାଥ ହରିଙ୍କୁ, ଶ୍ରୀ ହରି ବିଷ୍ଣୁଙ୍କୁ ଭୁଲି ନଥାନ୍ତି। ତାଙ୍କୁ ଆମେ କହନ୍ତି, ହେ ହରି, ଏତେ କଷ୍ଟରେ ମୋତେ ବଞ୍ଚାଇ ଦେ। ବାହାରକୁ ବାହାରିଲା ପରେ କେବଳ ତୋର ନାମ ସଂକୀର୍ତ୍ତନ କରିବି, ଆଉ କିଛି କରିବିନି। ହରି କୃପା କରନ୍ତି। 10 ମାସ 10 ଦିନ ପରେ ଆମେ ବାହାରକୁ ବାହାରନ୍ତି, କିନ୍ତୁ ବାହାରି ସାରିଲା ପରେ ଆମେ ଯେ କ'ଣ କରନ୍ତି ଆଜ୍ଞା, ସବୁ କିଛି କରନ୍ତି। ଯାହା ପ୍ରତିଜ୍ଞା କରିଥିଲେ ମା ପେଟରେ, କେବଳ ସେଇ ଜିନିଷଟି କରନ୍ତିନି। ହରିର ନାମ ସଂକୀର୍ତ୍ତନ କରନ୍ତିନି, ଆଉ ସବୁ କିଛି କରନ୍ତି। ଆମେ କେତେ ନିର୍ଲଜ୍ଜ ଆଜ୍ଞା। କେତେ ନିର୍ଲଜ୍ଜ। ଆନନ୍ଦ କେହି ଦେଇପାରିବେନି ଆଜ୍ଞା। ଆପଣ ଯଦି ଭାବୁଛନ୍ତି ଭୌତିକ ଜଗତରେ ଆପଣଙ୍କୁ ଭଗବାନଙ୍କ ଛଡ଼ା କିଏ ଆନନ୍ଦ ଦେଇପାରିବ, ତାହେଲେ ଆପଣଙ୍କ ଠାରୁ ବଡ଼ ଅଳ୍ପଜ୍ଞ ଆଉ କେହି ନାହାନ୍ତି।
କାହିଁକିନା ସିଏ ଆସିଛି ଆପଣଙ୍କ ପାଖକୁ ଆନନ୍ଦ ଖୋଜିବା ପାଇଁ, ଆପଣ ଯାଇଛନ୍ତି ତା ପାଖକୁ ଆନନ୍ଦ ଖୋଜିବା ପାଇଁ। ଦୁଇ ଜଣ ସାରା ଭିକାରୀ ଆଜ୍ଞା, ଦୁଇ ଜଣ ସାରା ଭିକାରୀ। ତା ପାଖରେ ନାହିଁ ଆନନ୍ଦ, ଆପଣଙ୍କ ପାଖରେ ନାହିଁ ଆନନ୍ଦ। ଯାହା ପାଖରେ ଯେଉଁଟା ନାହିଁ ତାକୁ ମାଗିଲେ କ'ଣ ମିଳିବ ଆଜ୍ଞା? ଭିକାରୀକୁ ମାଗିଲେ ଜିନିଷ କ'ଣ ମିଳିପାରିବ? ଆରେ ଭିକାରୀ ଯଦି ଧନୀ ଲୋକଙ୍କୁ ମାଗନ୍ତା ତାହେଲେ କିଛି ଚାନ୍ସ ରହନ୍ତା। ପୁଣି ସେ ଧନୀ ଲୋକ ପୁଣି କୃପାଳୁ ହେଇଥିବା ଦରକାର ନା, ତାହେଲେ ଯାଇକି ସିନା ପଇସା ମିଳିବ। କିଛି ଧନୀ ଲୋକ ଅଛନ୍ତି ସେ ପଇସା ଦେବେନି ଆପଣଙ୍କୁ, କିନ୍ତୁ ସେ ଦୟାଳୁ କୃପାଳୁ ହେଇଥିବା ଦରକାର। ସବୁଠାରୁ ବଡ଼ କୃପାଳୁ ଆଉ ଦୟାଳୁ କିଏ? କୃପାଳୁ ଜଣିଏ, ଦୟାଳୁ ଜଣିଏ, ଧନବାନ ଜଣିଏ, ଶକ୍ତିମାନ ଜଣିଏ, ପୁରୁଷୋତ୍ତମ ଜଣିଏ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ। ଆରେ ମାଗିବାର ଅଛି ଯଦି ଆନନ୍ଦ ତାଙ୍କୁ ମାଗନ୍ତୁ। ତାଙ୍କ ସହିତ ଯେତେ ଟାଇମ୍ ଆପଣ ଯୋଡ଼ି ହେଇକି ରହିବେ ଆପଣଙ୍କୁ ଆନନ୍ଦ ମିଳିବ। ଆଉ ଯଦି ଆପଣ ଏବେ ବି ଭାବୁଛନ୍ତି ଯେ ବାହା ହୋଇଗଲେ ସୁଖ ମିଳିବ, ଛୁଆ ଜନ୍ମ କଲେ ସୁଖ ମିଳିବ, ପଇସା ପତ୍ର ମିଳିଲେ ସୁଖ ମିଳିବ, ଗାଡ଼ି ଘୋଡ଼ା ବ୍ୟାଙ୍କ ବାଲାନ୍ସ ଥିଲେ ସୁଖ ମିଳିବ, ତାହେଲେ ମୁଁ ଆଉ କ'ଣ କହିପାରିବି ଆଜ୍ଞା? ଇଏ ତ ବଚପନା। ଛୋଟ ଛୁଆ ଏଇଭଳିଆ ଜିଦ୍ କରନ୍ତି, ନାଇଁ ମୋତେ ଖେଳନା ଆଣିଦିଅ ଆଣିଦିଅ ଆଣିଦିଅ। କିଛି ସମୟ ଖେଳନାରେ ଖେଳି ସାଇଲା, ତାକୁ ଭୋକ ଲାଗିଲା, ମା ଖାଇବା ପାଇଁ ଦେ, ଖାଇବା ପାଇଁ ଦେ। ମା କହିବ, ଆରେ ତମ ପାଇଁ ଖେଳନା ଆଣିଥିଲ, ଏତେ ସବୁ ଖେଳନା ଆଣି ଦେଇଥିଲି, ସେ ଖେଳନାରେ ଗ୍ୟାସ୍ ବି ଆଣି ଦେଇଥିଲି, ତାପରେ ରୋଷେଇ କରିବା ସାମଗ୍ରୀ ଆଣି ଦେଇଥିଲି, ତମେ ରୋଷେଇ କରି ଖାଉନ। ଛୁଆ ବୁଝିପାରିବନି, କିନ୍ତୁ ଛୁଆ ଜାଣିପାରୁଛି ଯେ ଏଇ ଯେଉଁ ରୋଷେଇ କରିବା ସବୁ ଖେଳନା ମୁଁ ଆଣିଥିଲି, କିଚେନ୍ ଖେଳନା, ଗ୍ୟାସ୍ ମିଛିମିଛିକା, ତାପରେ ସେଠି ପ୍ରେସର କୁକର, ଏଥିରେ ରୋଷେଇ ହେଇପାରିବନି। ଯେହେତୁ ରୋଷେଇ ହେଇପାରିବନି ପେଟ ବି ପୁରିବନି ଆଜ୍ଞା, ଇଏ ତ ମିଛିମିଛିକା କ'ଣ ଖେଳୁଥିଲି ମୁଁ। ସେଇଭଳିଆ ଆଜ୍ଞା ଏ ମା ବାପା ଭାଇ ଭଉଣୀ, ଆପଣ ବାରମ୍ବାର ଶୁଣିଥିବେ, ମୁଁ ପୁଣି ଦୌଡ଼ୁଛି ଏ ଜିନିଷକୁ, ବହୁତ ଲୋକଙ୍କଠୁ ଶୁଣିଥିବେ ଆପଣ, ସାଧୁ ସନ୍ଥ। ଏ ମା ବାପା ଭାଇ ଭଉଣୀ, ଅନନ୍ତ ଜନ୍ମ ଆମର ହେଇସାରିଛି, ଅନନ୍ତ ବାର ଆମେ ମା ବାପା ଭାଇ ଭଉଣୀ କେତେ କ'ଣ କରିସାରିଛେ, କିଛି ମନେ ନାହିଁ ଆମର, କିଛି ମନେ ନାହିଁ, ମନେ ରହିବ ନାହିଁ। ତେଣୁ ଏମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୁଅନ୍ତୁ ନାହିଁ ଆଜ୍ଞା। ସମସ୍ତେ ଆନନ୍ଦ ଚାହୁଁଛନ୍ତି, ସମସ୍ତେ ଆନନ୍ଦ ଚାହୁଁଛନ୍ତି, ମିଳିବ କେମିତି? ଆନନ୍ଦ ଯାହା ପାଖରେ ଅଛି, କିମ୍ବା ଯିଏ ନିଜେ ଆନନ୍ଦମୟ ତା ପାଖକୁ ଯାଆନ୍ତୁ। ସ୍ତ୍ରୀ ପାଖରୁ ଆନନ୍ଦ ଖୋଜିଲେ କ'ଣ ମିଳିବ ଆଜ୍ଞା? ପିତାଙ୍କ ପାଖରୁ ଆନନ୍ଦ ଖୋଜିଲେ କ'ଣ ମିଳିବ ଆଜ୍ଞା? ସାମ୍ନା ଲୋକ ପାଖରୁ ଆନନ୍ଦ ଖୋଜିଲେ କ'ଣ ମିଳିବ ଆଜ୍ଞା? ସେ ବା ନିଜେ ଚାହୁଁଛି ଆନନ୍ଦ। ଆମେ ସମସ୍ତେ ଭିକ୍ଷୁକ, ଭିକାରୀ ଆନନ୍ଦର। ଆନନ୍ଦ କେବଳ କୃଷ୍ଣ ପାଖରେ ଅଛି ଆଜ୍ଞା, କେବଳ କୃଷ୍ଣ ପାଖରେ। ଆଉ ଯଦି କୃଷ୍ଣକୁ ଛାଡ଼ିକି ଆପଣ ଆଉ କେଉଁଠି ଆନନ୍ଦ ଖୋଜୁଛନ୍ତି, ତାପରେ ତା'ମାନେ ଆପଣ ଗ୍ୟାରେଣ୍ଟେଡ଼ ମାୟାରେ ଅଛନ୍ତି। ସିମ୍ପଲ୍ କରିଦେଉଛି ଆଜ୍ଞା, ଜଣେ ଭଗବାନ, ଜଣେ ଆତ୍ମା, ଆଉ ଜଣେ ମାୟା, ଏଇ ଟ୍ରାଙ୍ଗେଲ୍। ଭଗବାନ କହୁଛନ୍ତି ଆଇଦର ତୁ ମୋତେ ଚାହିଁପାରିବୁ ନହେଲେ ମାୟାକୁ, ଚଏସ୍ ତୋର। ଆମେ ସବୁବେଳେ ମାୟାକୁ ଖୋଜୁଛନ୍ତି, ମାୟା ପଛରେ ଲାଗିଛନ୍ତି। ମାୟା କିଛି ନୁହଁ ଆଜ୍ଞା, କୃଷ୍ଣ ସବୁ ଜାଗାରେ ଅଛନ୍ତି। ଯେଉଁ ଜାଗାରେ ଆମେ କୃଷ୍ଣକୁ ଦେଖି ନ ପାରିଲେ, ମେହସୁସ୍ କରି ନ ପାରିଲେ, ହୃଦୟଙ୍ଗମ କରି ନ ପାରିଲେ, ସେଇ ଜାଗାରେ ମାୟା ପଳେଇ ଆଇଲା, ସିଧା କଥା। ଆପଣଙ୍କ ସ୍ତ୍ରୀ ଦେହରେ ବି କୃଷ୍ଣ ଅଛନ୍ତି, କିନ୍ତୁ ଯେତେବେଳେ କାମନାର ବଶବର୍ତ୍ତୀ ହେଇ ଆମେ କୃଷ୍ଣକୁ ଭୁଲି ଯାଆନ୍ତି, ତ ସେଇ ସ୍ତ୍ରୀ ଦେହକୁ ଆମେ ଭୋଗ କରିବା ପାଇଁ ଚାହାନ୍ତି। ସିମ୍ପଲ୍ କଥା, ମାୟା, ଆଉ କିଛି ନାହିଁ। ଯଦି ଆପଣ ଏତିକି ବୁଝିଯିବେ, ହୃଦୟଙ୍ଗମ କରିଦେବେ, କୃଷ୍ଣ ସବୁ ଜାଗାରେ ଅଛନ୍ତି, ପରନିନ୍ଦା ପରଚର୍ଚ୍ଚା କରିବେ ନାହିଁ, ଆମିଷ ପିଆଜ ରସୁଣ କରିବେ ନାହିଁ, କୌଣସି ଜୀବକୁ ଆଘାତ କରିବା ପୂର୍ବରୁ ଆପଣଙ୍କ ହାତ ଥରିବ, ଖରାପ ଚିନ୍ତା ଆପଣ କରିପାରିବେନି। କାହିଁକିନା କୃଷ୍ଣ ଜଗନ୍ନାଥ ହିଁ ଆନନ୍ଦମୟ, ସେ ହିଁ ଆନନ୍ଦମୟ, ଆନନ୍ଦ ତାଙ୍କ ପାଖରେ ଅଛି, ଆଉ କାହା ପାଖରେ ମିଳିପାରିବନି ଆଜ୍ଞା, କାହା ପାଖରେ ମିଳିପାରିବନି। ଯେତେ ଶୀଘ୍ର ଏ କଥାକୁ ବୁଝିଯିବେ ଆପଣଙ୍କ ପାଇଁ ସେତେ ଭଲ ଆଜ୍ଞା, ସେତେ ଖୁସିରେ ରହିବେ। ନହେଲେ ବାର ଦ୍ୱାର ଶୁଣ୍ଡି ପିଣ୍ଡା ହେଉଥିବା ଆନନ୍ଦ ଆନନ୍ଦ ଆନନ୍ଦ, ସେଇ ଖୁସି ମଜାଟା କେଉଁଠି ମିଳିଯିବ? କେହି ଦେଇପାରିବେନି ଆଜ୍ଞା, ଚାନ୍ସ ନାହିଁ, ଚାନ୍ସ ନାହିଁ, ଚାନ୍ସ ନାହିଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।